ରାଧେ ରାଧେ। ଭାବୁଥିବେ ଝିଅ ଏଠି ଲୁଗା ଚୁଥିଛି କ'ଣ ପାଇଁକି? କାରଣ ସେ କାଲି ସକାଳୁ ଘରକୁ ପଳେଇଯିବ। ମନ ଦୁଃଖ ଲାଗୁଛି ଯେ ସେ ମୋତେ ଛାଡ଼ିକି ଭିଡ଼ିଓ ପାଇଁ ହେଲ୍ପ କରୁଥିଲା, ରୋଷେଇରେ ହେଲ୍ପ କରୁଥିଲା, ଆଉ ସେ ମୋତେ ଛାଡ଼ିକି ପଳେଇବ। କ'ଣ କହିବି, ଯାହା ବି ହେଲେ ମୋତେ ତ ଏକା ରହିବା ପାଇଁ ପଡ଼ିବ। ଆଉ ସେ କ'ଣ ପାଠପଢ଼ା ଛାଡ଼ି ମୋ ପାଖରେ ରହିବ କି? ଭାବିବି ମନକୁ ବୁଝେଇଥିଲି। ତାକୁ ଫାଇନାଲି ସକାଳୁ ସକାଳୁ ଖରା ଆସିନଥିଲା, କୁହୁଡ଼ି ପଡ଼ୁଥିଲା, ବହୁତ ଶୀତ ବି ଲାଗୁଥିଲା। ତାକୁ ନେଇକି ଷ୍ଟେସନ ପାଖକୁ ନେଇ ଆସିଲି। ଗାଡ଼ି ଆସିଲେ ସେ ପୁଣି ଯିବ। ବାରମ୍ବାର ଦୁଇ ପଟରୁ ମାଲ ଗାଡ଼ି ଗୁଡ଼ାକ ବି ଯାଉଥିଲା। ଶୀତ ବି ପ୍ରବଳ ଲାଗୁଥିଲା, ପବନ ଯେହେତୁ ମାଲ ଗାଡ଼ି ଗୁଡ଼ାକ ଦୁଇ ପଟରୁ ବାର ବାର ଯାଉଥିଲା। ଶୀତ ପୁରା ଲାଗୁଛି, ଦେଖନ୍ତୁ ଦୁଇ ପଟରେ କେମିତି ଗାଡ଼ି ଯାଉଛି। ତାପରେ ବସିକି ବହୁତ ସମୟ ୱେଟ୍ କଲା ପରେ ଫାଇନାଲି ଟ୍ରେନ୍ ଆସିଗଲା। ଟ୍ରେନ୍ ବହୁତ ଭିଡ଼ ଥିଲା, ଯେହେତୁ ଗୋଟେ ଟ୍ରେନ୍ କ୍ୟାନସଲ୍ ହେଇଯାଇଥିଲା, ତ ଏଇ ଟ୍ରେନ୍ରେ ପ୍ରାୟ ସବୁ ଲୋକ ଯିବେ। ତ ଏତେ ଛୋଟ ଟ୍ରେନ୍, ବହୁତ ଭିଡ଼ ଥିଲା। ତାପରେ ବି ତାକୁ କହିଲି ଭଲରେ ଯାଇକି ପହଞ୍ଚି ମୋତେ କଲ୍ କରିବ। ତ ମନ ଆଜି ଭଲ ନାହିଁ, ତ ସେଥିପାଇଁ ଅଲଗା ଭିଡ଼ିଓ କିଛି ଆଣିନି। ତ এই ভিডিওটা ଅଛି। ଯଦି ଭିଡ଼ିଓ ଭଲ ଲାଗିଥାଏ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ।